ଦେଖେଇବୁ ମତେ ରଖିଯା ତ ଛଇଟାକୁ ଆରେ ମୁଁ ସବୁ ଜାଣିଛି ତୁ ପାଗଳ ନୁହଁ କେବଳ ପାଗଳର ଅଭିନୟର ଭୂମିକା କରୁଛୁ କିନ୍ତୁ ଏଇ ବୁଢା ମାମୁର ଆଖି ଦିଟାକୁ କେବେ ହେଲେ ତୁ ଫାଙ୍କି ଦେଇ ପାରିବୁନି ତୁ ପାଗଳ ନ ହେଇକି ବି ଏଇ ଦୁନିଆ ଆଖିରେ ଏଇ ଜନସମାଜ ଆଖିରେ ପାଗଳର ଅଭିନୟ କରୁଛୁ କିନ୍ତୁ ମତେ ସବୁ ଜଣା ଆରେ ତୁ ପାଗଳ ନୁହଁ ତୁ ହଉଛୁ ମୋ ଭଣଞ୍ଜା ବାଘେଶ୍ୱର ବାଘା ଆଉ ମୁଁ ହଉଛି ତୋ ମାମୁଁ ମୋ ନାଁ ହଉଛି ପ୍ରାଣନାଥ ହରେ ଭଣଞ୍ଜା ହଁ ମୁଁ ହେଉଛି ଏଇ ପ୍ରତାପଗଡ଼ର ରାଜା ପ୍ରତାପ କେଶରୀଙ୍କ ଗୁମାସ୍ତା ଆଉ ମୋ ନାଁ ପ୍ରାଣନାଥ ତାହେଲେ ତମ ନାଁ ପ୍ରାଣନାଥ ହଁ ବାବା ହଁ ନଡ଼ିଆରେ ଅଛି 3ଟା କଣା ସବୁ କଥା ତମକୁ ଜଣା ହଁ ପରାବା ତମେ କହିପାରିବ এই সমাজ কাহিনী মতে বাস স্ট্যান্ড কহে পারিবা পারিবা মো বাপা মাଙ୍କ ପରିଚୟ ତାହେଲେ କୁହ ହଁ ହଁ ରେ ଭଣଞ୍ଜା ମୁଁ କହିପାରିବି ଏ ସମାଜ କାହିଁକି ତତେ ବାସ୍ଟାର୍ଡ କୁହେ ମୁଁ ଦେଇପାରିବି ତୋ ବାପା ମାଙ୍କ ପରିଚୟ ଆଜି ମୁଁ ତତେ ସବୁ ଗୋଟି ଗୋଟି କରି ଖୋଲିକି କହିବି ଆଉ ମୁଁ ଯଦି ନ କହିବି ତାହେଲେ ଏ ଦୁନିଆରେ ପରା ମୁଁ ଦୋଷୀ ପାଲଟି ଯିବି ଆଜି ତତେ ସବୁ ଶୁଣିବାକୁ ପଡ଼ିବ ଆଜି ତତେ ସବୁ ଜାଣିବାକୁ ପଡ଼ିବ ଆଜି ଗୋଟି ଗୋଟି କରି ମୁଁ ତତେ ସବୁ ମନେ ପକାଇ ଦଉଛି ଶୁଣ ଭଣଞ୍ଜା ଶୁଣ ସେଇଟା ଗୋଟାଏ ଅତୀତର କାହାଣୀ ଆଉ ସେଇ ସମୟରେ ମୋ ମାମୁଁ ଝିଅ ଭଉଣୀ ତା ନାଁ ଥିଲା ଚମ୍ପାବତୀ ଆଉ ସେ ଥିଲା ରାଜାଙ୍କର ମୁଖ୍ୟ ଦାସୀ ଆଉ ସେଇ ସମୟରେ ଜଣେ ରାଜାଙ୍କର ଅଙ୍ଗ ରକ୍ଷୀ ଥିଲେ ତାଙ୍କ ନାଁ ଥିଲା ନାଗେଶ୍ୱର ଆଉ ସେଇ ନାଗେଶ୍ୱର ଅଙ୍ଗ ରକ୍ଷୀ ଆଉ ମୋ ଭଉଣୀ ଚମ୍ପାବତୀ ମଧ୍ୟରେ ଗୁପ୍ତ ପ୍ରେମ ଜାଗ୍ରତ ହେଲା ଆଉ ସେଇ ଗୁପ୍ତ ପ୍ରେମ ସମ୍ପର୍କରେ ମୋ ଭଉଣୀ ଚମ୍ପାବତୀଟା ଗର୍ଭବତୀ ହେଇଗଲା ଗର୍ଭବତୀ ହେଇଗଲା ରେ ଭଣଞ୍ଜା ତାପରେ ଆଉ କଣ ମୋ ଭଉଣୀ କୁମାରୀ ଅବସ୍ଥାରେ ଗର୍ଭବତୀ ହେଇଥିବା ହେତୁ ଏହି ଦୁନିଆ ଏହି ଜନସମାଜ କେତେ ଯେ ଚାରିଆଡୁ ଟାହି ଟାପରା ଶବ୍ଦ କହିବାକୁ ଲାଗିଲେ କେତେ ଯେ ଚାରିଆଡୁ ନିନ୍ଦା ଅପବାଦ ସହିବାକୁ ପଡ଼ିଲା ଆଉ ସେଇ ନିନ୍ଦା ଅପବାଦକୁ ସହ୍ୟ କରି ନ ପାରି ଆମ ପରିବାରର ସମସ୍ତେ ମୋ ଭଉଣୀ ଚମ୍ପାବତୀର ବିବାହ ପ୍ରସ୍ତାବ ନେଇ ରାଜାଙ୍କ ଦରବାରକୁ ଗଲୁ କିନ୍ତୁ ସେଇ ରାଜା ପ୍ରତାପ କେଶରୀ ଆମକୁ ଛୋଟ ଜାତିର କହି ଶୂନ୍ୟ ମନେ କରି ତା ରାଜ ଦରବାରରୁ ଆମକୁ ତୋଳି ଦେଲା ଆଉ ମୋ ଭଉଣୀଟାକୁ ମଧ୍ୟ ଏ ରାଜ୍ୟରୁ ବାହାର କରିଦେଲା ହେଲେ ମୋ ଭଉଣୀଟାକୁ ସିନା ଏ ରାଜ୍ୟରୁ ବାହାର କରିଦେଲା ହେଲେ ମୋ ଭଉଣୀ ତା ଗୁପ୍ତ ପ୍ରେମ ସମ୍ପର୍କରେ ବଢୁଥିବା ସେଇ ପେଟର ସନ୍ତାନଟାକୁ ସେତେବେଳକୁ ଜନ୍ମ କରି ସାରିଥିଲାଣି ଆଉ ତା ପେଟର ସନ୍ତାନଟାକୁ ଧରି ପୁଣି ଥରେ ରାଜାଙ୍କ ଦରବାରକୁ ଛୁଟି ଗଲା
हेले काहे गला तू जानिचु बापा काहे गला काहे ना मो भौणी ता जन्म करिथिबा संतानर केवल बापार परिचय टिकक मागिबा पाई मो भौणी ता जन्म करिथिबा संतान को ये दुनिया ये जन समाज चारो जो संतान बोली न कहिबाकू किंतु सही कुलांगार राजा प्रताप केसरी मो भौणी को न्याय दब बा कौन ओलटा मो भौणी रो प्रेमिक सही अंगरक्षी नागेश्वर को दोषी साब्यस्त करी ये कहानी रो घटनार सबू रहस्यर मूल कारण बोली फांसी खुंटरे झुले देला फांसी खुंटरे झुले देला रे भणजा हेलो ससुरे मोर कणे गला मोर कणे मतलब अछि चला 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 अरे बाबा तू सिना यही कथाटा को एते सहजरे कहि देई पारिलु तोर किछि मतलब नाही बोली तोर किछि जाए आसे नाही बोली किंतु मु एबे जो कथाटा तोते कहिबी मो कथाटा को सुनिले एई आकाशटा तो मुंड ऊपर छिंडी पड़िबो तो पाद तलर माटी दी भाग खती जीव अरे मो भौणी ताकू सिना राजा राज्य बाहर करदेला किंतु मो भौणी ता जन्म करिथिबा संतानटाकू मोरी पाखकू नहीं आसिला आउ मोरी घरे मोरी दायित्व रे छाड़ी दे मो भौणी चंपावती कुआड़े चली गला जे से आउ ए पर्यंत फेरिलानी से केबे भी फेरी बनी भणजा से केबे भी फेरी बनी हेले सब काहे की फेरी बने काहे की फेरी बनी सुनिबा को चाहूचु काहे की ना ये दुनियार निंदा अपवाद को सह्य करी न पारी मो भौणी नदी मध्य कुटे आत्महत्या करी देइछे से दिन ठारू मोरी कोलरे टेकी जाइथिबा तारी से शिशु संत कोटाको मु भोक उपासरे रहिला न पालन कली एड़े कली हेले तू कुह बापा मोर कण एई दिन देखिबार थिला मु कण एई दिन देखिबार थिला ताले तमे कुह मामू मुकन से वाकाइना शिशु मामा तारा
रे भणजा तू ही से दिन रसे कौड़िया शिशु जहाँ को तो माँ मोरी कोଳରେ टेकी दे ता प्राणटाକୁ नदी ମଧ୍ୟରେ ବିସର୍ଜନ କରିଦେଲା।